तो ସେମାନେ ଆଜି ଆମେ କି ହରର ମୁଭି ଦେଖିଲୁ ସମସ୍ତେ ପୁରା ଡରିକି ଛାନିଆ ହେଇଗଲେ ଜୟନାଥ କେମିତି ସବୁ। ତ ଆଜି ଆମର ଥିଲା ସେକେଣ୍ଡ ସେମିଷ୍ଟାର ଥାର୍ଡ ଏକ୍ଜାମ। ତ ସେଥିପାଇଁ ଜଲ୍ଦି ସକାଳୁ ସକାଳୁ ଉଠି ମୁଁ ଫ୍ରେଶ ହେଇ ମୁଁ ପଳେଇଥିଲି ବ୍ରେକଫାଷ୍ଟ ଆଣିବା। ଆଜି ମଣ୍ଡେ ଥିଲା ବୋଲି ଆଜି ଆମ କ୍ୟାଣ୍ଟିନ ହେଇଥିଲା ଇଟିଲି ଆଉ ସାଙ୍ଗେ ଘୁଗୁନି। ତ ଏକ୍ଜାମ 8ଟାରେ ଅଛି ବୋଲି 7ଟାରେ ପୁରା ବ୍ରେକଫାଷ୍ଟ ପଳେଇଲେ ଆମ ହଷ୍ଟେଲ। ଜଲ୍ଦି ଜଲ୍ଦି ଖାଇକି ରେଡି ହେଇକି ବାହାରି ପଡ଼ିଥିଲି ଏକ୍ଜାମ ଦେବାକୁ ଯିବା ପାଇଁ। ତ 8ଟାରେ ଏକ୍ଜାମ ଷ୍ଟାର୍ଟ ଅଛି ବୋଲି ସେଥିପାଇଁ ଜଲ୍ଦି ଯିବାକୁ ପଡ଼ିବ। ଯେତିକି ଜରୁରୀ ଜିନିଷ ସବୁ ନେଇଯାଇଥିଲି ଯେମିତିକି ଆଇଡେଣ୍ଟି କାର୍ଡ ଆଡମିଟ୍ କାର୍ଡ ତା ସାଙ୍ଗେ ପେନ୍। ତ ଆପଣମାନେ ଯୋଉ ଏକ୍ଜାମ ଦେବାକୁ ଯାଆନ୍ତୁ ନା କାହିଁକି ଏଇ ସବୁ ଜିନିଷ ଆଗେ ଚେକ୍ କରିକି ଯିବେ ଯେମିତିକି ପଛରେ କିଛି ହଇରାଣ ହବାକୁ ନ ପଡ଼େ। ଏକ୍ଜାମ ଦେବାକୁ ଯିବା ପାଇଁ ଆମ ରୁମ୍ ପିଲା ସବୁ ରେଡି ହେଇଗଲେ। ଫାଇନାଲି ଆମେ ଏକ୍ଜାମ ଦେଇକି ପଳେଇ ଆସିଥିଲୁ ରୁମକୁ। ତ ଆପଣ ନିଶ୍ଚୟ ଲାଗିଥିବ ଏବେ ବାହାରିଥିଲା ଏକ୍ଜାମ ଦେବାକୁ ଯିବା ପାଇଁ ଏତେ ଜଲ୍ଦି କ ପଳେଇ ଆଇଲେ। ଆରେ ସେ କଥା କଣ କି ଏକ୍ଜାମ ହଲକୁ ମୋବାଇଲ ଆଲାଉ ନାହିଁ ସେଥିପାଇଁ ମୋବାଇଲ ମୁଁ ନେଇନଥିଲି। ସେଥିପାଇଁ ସେଠିକାର କିଛି ଭିଡ଼ିଓ ଦେଖେଇ ପାରିଲି। ଯଦି ଆପଣ ଦେଖିବାକୁ ଚାହୁଁଛନ୍ତି ଆମ ଏକ୍ଜାମ କେମିତି ହେଉଛି ତ କମେଣ୍ଟରେ ନିଶ୍ଚୟ ଜଣାଇବେ। ତାର ମୁଁ ନେକ୍ସଟ ଭିଡ଼ିଓ ଆମ ଏକ୍ଜାମ ହଲ ବାହାର ଦୃଶ୍ୟ ନିଶ୍ଚୟ ଦେଖେଇବି। ଯଦି ଆପଣ ଇଞ୍ଜିନିୟରିଂ ପଢୁଛନ୍ତି ତ ଆପଣ ଏକ୍ଜାମ କେମିତି ହେଇଛି କମେଣ୍ଟରେ ନିଶ୍ଚୟ ଜଣାଇବେ। ତ ଏକ୍ଜାମ ଆସିଲା ପରେ ବହୁତ ଜୋର ଟାୟାର ଲାଗୁଥିଲା ସେଥିପାଇଁ ମୁଁ ଟିକେ ରେଷ୍ଟ ନେଇଯାଇଥିଲି। ତ ସେଦିନ ପ୍ରକାଶ ଆମର କି ହରର ମୁଭି ନଗେଇଲା ସମସ୍ତେ ଦେଖିକି ପୁରା ଡରିକି ଛାନିଆ। ତ ସମସ୍ତେ ଡରିକି ଜାକି ଜୁକି ଶୋଇଛନ୍ତି। ତ ଯିଏ ନଗେଇଛି ତାକୁ ଅଧିକ ଡର ଅଛି ସିଏ ଡରିକି ମଝିରେ ଶୋଇଛି। ତ ଶୋଇକି ଉଠିକି ପଳେଇଥିଲି ଗ୍ରାଉଣ୍ଡ ଖେଳ ଦେଖିବାକୁ। ତ ଏଇଠି ବ୍ଲଗ କରୁଛି ଶେଷ ରହୁଛି ଜୟ ନାଥ ଦେଖା ହବା ନେକ୍ସଟ ଭିଡ଼ିଓରେ।